ପବିତ୍ର କାର୍ତ୍ତିକ ମାସରେ ପ୍ରତି ଓଡ଼ିଆଙ୍କ ଘରେ ଘରେ ବନୁଥିବା ଏଇ ରେସିପିଟି ଖାଇବାକୁ ଯେତେ ସ୍ୱାଦିଷ୍ଟ, ବନେଇବାକୁ ମଧ୍ୟ ବହୁତ ହି ସହଜ। ଯଦି ଆପଣ ବନେଇକି ଖାଇଥିବେ ତ ଆର ସ୍ୱାଦ ନିଶ୍ଚୟ ଜାଣିଥିବେ। ଆଉ ଯଦି ବନେଇ ନାହାନ୍ତି, ଆଗକୁ ଆସୁଛି ପଞ୍ଚୁକ, ତ ଏଇ ରେସିପିଟି ନିଶ୍ଚୟ ବନାନ୍ତୁ। ଆପଣଙ୍କୁ ବହୁତ ହି ବଢିଆ ଲାଗିବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ପ୍ରତିଟି ଷ୍ଟେପ ଫଲୋ କରନ୍ତୁ। ଆର ସ୍ୱାଦ ଏକଦମ ବହୁତ ବଢିଆ ଲାଗେ। ଆଉ ଭିଡିଓଟି ଭଲ ଲାଗିଲେ ଗୋଟେ ଲାଇକ୍ ନିଶ୍ଚୟ କରନ୍ତୁ। ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି। ଏଇ ହବିଷ ଡାଲମା ରେସିପି ପାଇଁ ମୁଁ ନେଇଛି କିଛି ସାରୁ, ଆଉ କଞ୍ଚା କଦଳୀ ଦିଟା ନେଇଛି, ଆଉ କନ୍ଦମୂଳ ଗୋଟେ ନେଇଛି। ଆପଣ ଚାହିଁଲେ ଏଥିରେ ପାଳୁଅ ହେଉ କି ଦେଶୀ ଆଳୁ ହେଉ ବହୁ ଜିନିଷ ବ୍ୟବହାର କରିପାରିବେ। କିନ୍ତୁ ଏଥିରେ କଖାରୁ, ବାଇଗଣ, ଆଳୁ, ଯେମିତିକି ବିନ୍ସ ଆଉ ଏତେ କିଛି ପରିବା ଜମା ବି ବ୍ୟବହାର କରାଯାଏ। ଲିମିଟେଡ ପରିବା ହିଁ ବ୍ୟବହାର କରାଯାଏ। ଏଠି ମୁଁ ସାରୁକୁ ଭଲସେ ଚୋପା ଛଡେଇକି ଧୋଇ ଧାଇକି କାଟିକି ରଖିଦେଇଛି। ଆଉ ହଳଦୀ ପାଣିରେ ଆମର କଦଳୀକୁ ପକେଇ ଦଉଛି କାଟିକି, ଯେମିତି କି ଆମର କଳା ପଡିବନି। କଦଳୀଟା କଳା ପଡିଲେ କାରଣ ଆମର ଡାଲମାଟା ବି ବହୁତ କଳା ପଡି ଯାଇଥାଏ, ଦେଖିବାକୁ ଜମା ଭଲ ଲାଗେନି। ସେଥିପାଇଁ ମୁଁ ଏଠି କଦଳୀର ଚୋପା ଛଡେଇକି ତାକୁ ଛୋଟ ଛୋଟ କାଟିକି ସେଇଟା ବି ଆମର ପକେଇଦବା ହଳଦୀ ପାଣିରେ। ଯେହେତୁ ଆମର ଏ ଡାଲମାରେ ହଳଦୀ ପଡେନି, ବିନା ହଳଦୀରେ ଏଇଟା ବନା ଯାଇଥାଏ, ତେଣୁକରି କଦଳୀକୁ ହଳଦୀ ପାଣିରେ ନ ପକେଇଲେ ସେଇଟା ପୁରା କଳା କରିଦବ ଡାଲମାଟାକୁ। ଏଠି ମୁଁ ସାରୁ, କଦଳୀ ଆଉ କନ୍ଦମୂଳକୁ ଗୋଟିଏ ସାଇଜ ରେ କାଟି ଦେଇଛି। ତାକୁ ଛୋଟ ଛୋଟ କରି କାଟିଦବା, ଯେମିତି ଆମର ସହଜରେ ସିଝି ବି ଯିବ। ଏଇ ରେସିପିଟି ନର୍ମାଲି ଆମର କାର୍ତ୍ତିକ ମାସରେ ହିଁ ବନା ଯାଇଥାଏ। ସବୁ ଓଡିଆ ତ ଜାଣିଥିବେ, କାର୍ତ୍ତିକ ମାସର ହିଁ ଆ ଟେଷ୍ଟ ଟା ବହୁତ ବଢିଆ ଆସେ। ଅଲଗା ମାସରେ ଆପଣ ବନେଇ ପାରିବେ, କିନ୍ତୁ କାର୍ତ୍ତିକ ମାସ ଭଳିଆ ଲାଗି ନପାରେ। ଏଇ ଡାଲମାଟି ନର୍ମାଲି ଅରୁଆ ଭାତ ସହିତ ଆଉ କମଳା ପାଣି ସହିତ ବହୁତ ବଢିଆ ଲାଗେ ଖାଇବାକୁ। ଏଠି ମୁଁ ଗୋଟେ ହାଣ୍ଡିରେ 2 ଗ୍ଲାସ ପାଣି ନେଇଯାଇଛି। ତାକୁ ପାଣିଟାକୁ ଫୁଟିବା ପାଇଁ ଛାଡି ଦେଇଛି। ଏଠି ପାଣି ଫୁଟିବା ଭିତରେ ଆମେ ଆମର ମୁଗକୁ ଧୋଇକି ରଖିଦବା। ଏଠି ମୁଁ 1 କପ୍ ମୁଗ ନେଇଛି, ଯୋଉଟା କି କଞ୍ଚା ମୁଗ। ଏଇ ରେସିପିରେ ଭଜା ମୁଗ ବ୍ୟବହାର କରାଯାଏ ନାହିଁ, କଞ୍ଚା ମୁଗ ହିଁ ବ୍ୟବହାର କରାଯାଇଥାଏ। ଏଠି ମୁଗକୁ ଭଲସେ ମୁଁ ଧୋଇ ଧାଇକି ନେଇଯାଉଛି। ମୁଗକୁ ଭଲସେ ଧୋଇଦେଲା ପରେ ସେପଟେ ଆମର ପାଣି ବି ଫୁଟି ଆସିଲାଣି। ଏବେ ଆମେ ଆମର ଧୋଇକି ରଖିଥିବା ମୁଗକୁ ପକେଇଦବା, ଆଉ ତାକୁ ଟିକେ ଫୁଟିବା ପାଇଁ ଛାଡିଦବା। ମଝିରେ ମଝିରେ ଆମେ ଏମିତି ଗୋଟେ କରଚୁଲି ସାହାଯ୍ୟରେ ତାକୁ ଘାଣ୍ଟୁଥିବା। ଏଠି ଦେଖନ୍ତୁ, ମୁଗ ଟିକେ ଫୁଟି ଆସିଲା ବେଳକୁ ତା ଉପରେ ଏମିତି ଫେଣ ଫେଣ ଭଳିଆ ଆସିଯାଇ, ଯୋଉଟା କି ଯଦି ଆମେ ନ କାଢିବା ତାହେଲେ ଖାଇବା ବେଳେ ଜମା ବି ଭଲ ଲାଗିବନି। ଆଉ ନର୍ମାଲି ଏଇଟା ପେଟ ପାଇଁ ଖରାପ ହେଇଥାଏ। ଏଠି ମୁଁ ଫେଣକୁ ଭଲସେ ପୁରା କାଢି ଦଉଛି, ଯେମିତି ଟିକେ ବି ନ ରହିବ। ଆଉ ଖାଇବା ବେଳେ ଟେଷ୍ଟ ବି କିଛି ମାନେ ଖରାପ ଆସିବନି। ଏଠି ଫେଣ ସବୁ କାଢିଦେଲା ପରେ ମୁଁ ଆମର ଧୋଇକି ରଖିଥିବା ପରିବାକୁ ପକେଇ ଦଉଛି। ଯେମିତି କି ମୁଁ ଏଠି ନେଇଛି ସାରୁ, କଦଳୀ ଆଉ କନ୍ଦମୂଳ। ଆପଣ ଚାହିଁଲେ ଦେଶୀ ଆଳୁ, ପାଳୁଅ ଏମିତି ଅନେକ କିଛି ପରିବା ନେଇପାରିବେ। ଏଠି ପରିବାକୁ ପକେଇ ସାରିଲା ପରେ ମୁଁ ଏଠି ଗୋଟେ କରଚୁଲି ସାହାଯ୍ୟରେ ତାକୁ ଟିକେ ଟିକେ ଘାଣ୍ଟି ଦଉଛି, ନହେଲେ ମୁଗଟା ଆମର ତଳେ ଲାଗିଯିବ। ଏଠି ମୁଁ ସ୍ୱାଦ ଅନୁସାରେ ଲୁଣ ନେଇଯାଇଛି। ଲୁଣ ନେଇ ସାରିଲା ପରେ ତାକୁ ଆମେ ଫୁଟିବା ପାଇଁ ଛାଡିଦବା। ଏଠି ଦେଖନ୍ତୁ, ଫୁଟି ଆସିଲାଣି ଆମର ଡାଲମାଟା। ଆଉ 70-80% ପରିବା ଆଉ ମୁଗ ବି ସିଝି ଆସିଲାଣି। ଏଇ ଟାଇମରେ ମୁଁ ଏଥିରେ ଟିକେ ଟିକେ ହାଲକା ଛେଚିକି ରଖିଥିବା ଓଉକୁ ପକେଇ ଦେଇଛି। ଓଉର ଟେଷ୍ଟ ଟା ଦେହରେ ବହୁତ ବଢିଆ ଆସେ, ଟିକେ ଖଟା ଖଟା ଲାଗିବ, ବହୁତ ବଢିଆ ଲାଗିବ ଖାଇବାକୁ। ଏଠି ଓଉ ସିଝି ଗଲା ପରେ ଟିକେ ଏଠି ମୁଁ ଅଦା ପକେଇ ଦେଇଛି। 1 ଇଞ୍ଚ ଅଦାକୁ ଛେଚିକି ରଖିଥିଲି, ସେଇଟା ପକେଇ ଦେଇଛି। ଆଉ ଏଇ ଟାଇମରେ ଆମେ ଏଥିରେ କୋରିକି ରଖିଥିବା ନଡିଆ ପକେଇଦବା। ଏଠି ମୁଁ 1/2 କପ୍ ନଡିଆ ପକେଇ ଦେଇଛି। ନଡିଆ କୋରା ବହୁତ ବଢିଆ ଲାଗିବ। ଆଉ ଏଠି ଗୋଟେ ବଡ ସ୍ପୁନ ଗୁଆ ଘିଅ ପକେଇ ଦେଇଛି। ବାସ୍ନାରେ ଘର ପୁରା ମହକି ଯାଉଛି। ଯେହେତୁ ଏଥିରେ ଲଙ୍କା ପଡେ ନାହିଁ, ତ ଏଠି ମୁଁ 1 ସ୍ପୁନ ଗୋଲମରିଚ ଗୁଣ୍ଡ ପକେଇଛି, ଯୋଉଟା କି ଟିକେ ରାଗ ରାଗ ଲାଗିବ, ବହୁତ ବଢିଆ ଲାଗିବ ଖାଇବାକୁ। ଏଠି ମୁଁ ଗୋଟେ ତଡକା ପ୍ୟାନରେ ଗୁଆ ଘିଅ ତା ସହିତ ଜିରା ଆଉ କିଛି ହେଙ୍ଗୁ ପକେଇ ଦେଇଛି।
1 टीस्पून हेंगु पकेଇ ଦେଇଛି जोटा कि बढ़िया बास्ना आसे। आउ एई फुटणटा टोटाली ऑप्शनल, आपण चाहिले फुटेबे नहेले भी किछि असुविधा नहीं। टेस्ट रे किछि भी चेंजेस आसीबनी। एठी मो फुटेई ଦେଇଛି जीरा। आपण जदि जीरा न फुटेबे हेंगु को अधा जेतेबेले डालमाटा फुटी जाइथिबो सेई टाइम रे हमर हेंगु को पकेई देबे। एठी रेडी ही गला हमर हबिस डालमा, कार्तिक मास स्पेशल हबिस डालमा। ଆପଣ ଏଇ ମାସରେ ନିଶ୍ଚୟ ବନେଇକି ଖାଆନ୍ତୁ। ଆପଣ ଘର ଲୋକଙ୍କୁ ବି ଖୁଆନ୍ତୁ। ସମସ୍ତଙ୍କୁ ବହୁତ ବଢିଆ ଲାଗିବ। ଜୟ ଜଗନ୍ନାଥ।